ଗୋବିନ୍ଦ 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 ପଦୁ ଗଲୁଛି ମକରନ୍ଦ ସେ ମକରନ୍ଦ ପାନ କରି ହେଲେ ତରିଲେ ବ୍ରଜନାରୀ ସେ ବ୍ରଜନାରୀଙ୍କ ପୟରେ ମନ ମୋର ନିରନ୍ତରେ ମନ ମୋ ନିରନ୍ତରେ ରହୁ ହା କୃଷ୍ଣ ବୋଲି ଯିବ ଯାଉ ହା କୃଷ୍ଣ ବୋଲି ଯାଉ ଯିବ ମୋତେ ଉଦ୍ଧର ବାସୁଦେବ ମୋତେ ଉଦ୍ଧର ବାସୁଦେବ ମୋତେ ଉଦ୍ଧର ବାସୁଦେବ। ଦ୍ୱିତୀୟ ସ୍କନ୍ଧ। ନାରାୟଣଂ ନମସ୍କୃତ୍ୟଂ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀ ବ୍ୟାସଂ ତତୋ ଜୟମୁଦୀରୟେତ୍ ମୁଖଂ କରୋତି ବାଚାलं ପଙ୍ଗୁ ଲଙ୍ଘୟତେ ଗିରିଂ ଯତ୍କୃପାମହतं ବନ୍ଦେ ପରମାନନ୍ଦ ମାଧବଂ ନିଗମକଲ୍ପତରୁର୍ଗଳିतं ଫलं ସୁଖମୁଖାଦମୃତ ଦ୍ରବ୍ୟ ସଂଯୁକ୍तं ପିବତ ଭାଗବतं ରସମାଲୟଂ ମୁହୁରହୋ ରସିକା ଭୂବିଭାବକାଃ। ପ୍ରଥମ ଅଧ୍ୟାୟ। ଶ୍ରୀଶୁକ ଉବାଚ ହରିଚରିତ ଚିନ୍ତି ଧ୍ୟାନେ କୋମଳ ମଧୁର ବଚନେ ରୋମ ପୁଲକେ ନିଜ ଦେହି କହନ୍ତି ରାଜା ମୁଖ ଚାହିଁ ହେ ଭାଗ୍ୟବନ୍ତ ନୃପବର ଗରିଷ୍ଠ ପ୍ରଶ୍ନ ଏ ତୋହର ପଚାରୁ ଜୀବ ଲୋକ ହିତେ ଯେ ପ୍ରଶ୍ନ ଅଛି ତୋର ଚିତେ ଏ ଆତ୍ମଜ୍ଞାନୀଙ୍କ ସମ୍ମତ ଯେଣୁ ସଂସାରେ ଶ୍ରେଷ୍ଠ ତତ୍ତ୍ୱ ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ ଆଗମ ନିଗମ ଉକତେ ସହସ୍ର ସହସ୍ର ପ୍ରକାରେ ପ୍ରଶ୍ନ ଯେ ଅଛି ଏ ସଂସାରେ ଇନ୍ଦ୍ରିୟ ବସେ ଗୃହେ ଥାଇ ଆତ୍ମାର ହିତେ ଜ୍ଞାନ ନାହିଁ ଆୟୁଷ ଜୟ ଆୟୁଷ କ୍ଷୟ ନ ଜାଣନ୍ତି ବିଷୟ ଅର୍ଥ ନିତ୍ୟ ଚିନ୍ତି ନିଦ୍ରାହର ଇ ଅର୍ଧ ବେଳ ଅଥବା ବଧୂ ସଙ୍ଗ ମେଳ ଦିବସେ ଅର୍ଥ ଚିନ୍ତା କୂଳ କୁଟୁମ୍ବ ଭରଣେ ବ୍ୟାକୁଳ ପୁତ୍ର କଳତ୍ର ଧନ ପାଇଁ ଆନନ୍ଦେ ତାଙ୍କ ମଧ୍ୟରେ ଥାଇ ବିଷ୍ଣୁର ମାୟା ନିତ୍ୟ ଚିନ୍ତି ନିକଟେ ମୃତ୍ୟୁ ନ ଦେଖନ୍ତି ମରଣ ଦେଖୁ ଥାଇ ଡୋଲେ ଅଜ୍ଞାନେ ଭ୍ରମେ ସୁଖ ଭୋଲେ ଏଣୁ ସଂସାର ପ୍ରାଣୀଙ୍କର ଆତ୍ମାର ଗତି ଅଗୋଚର ଏଣୁ ସଂସାର ଭାବ ତେଜି ଆତ୍ମାର ଗତି ଚିତ୍ତେ ଭଜି ଯେ ହରି ସର୍ବ ଘଟେ ପୁରେ ନିର୍ଲେପ ବାହ୍ୟ ଅଭ୍ୟନ୍ତରେ ତାର ମହିମା ଶୁଣି କନେ ନାମକୁ ଚାରି ବଦନେ ଏ କଥା ସାକ୍ଷ୍ୟ ଯୋଗେ ଜାଣି ସ୍ୱଧର୍ମ ନିଷ୍ଠା ପରିମାଣି ଜନ୍ମର ଲାଭ ଏ ପ୍ରମାଣ ଅନ୍ତେ ସୁମରେ ନାରାୟଣ। ପୂର୍ବେ ନିର୍ମଳ ମୁନି ଯେତେ ତତ୍ତ୍ୱ ବିଚାରି ବେଦ ମତେ ନିଧି ନିଷେଧ ଦୂର କରି କୃଷ୍ଣର ଭାବ ହୃଦେ ଧରି ଏଣୁ ସୁସାଧୁ ଅନୁକ୍ଷଣେ ଗାନ୍ତି ଶୁଣନ୍ତି ଶ୍ରବଣେ ଏ ଭାଗବତ ଧର୍ମ ବାଣୀ ବ୍ରହ୍ମ ସମାନେ ପରିମାଣି ଦ୍ୱାପର ଯୁଗ ଆଦି କାଳେ ମୁହିଁ ଅନେକ ଶିଷ୍ୟ ମେଲେ ମୋର ଜନକ ବ୍ୟାସ ମୁନି ତାଙ୍କର ଶିକ୍ଷା ମୁହିଁ ଘେନି
निर्गुण मार्गे दृढ़ चित्ते विष्णुर भाव हेला जात। निर्गुण मार्गे दृढ़ चित्त विष्णुर भाव हेला जात। निश्चल जोगे मन थोई जहा अभ्यास करिलई। कहिबा तोर आगे ताहा शुण राजन पुण्य देहा। जे भागवत वाणी कर्णे शुणन्ति श्रद्धा अवधाने। मुकुंद पादे तांक मन निश्चले रहे दिनु दिन। निर्बल निर्भय पथे चित्त रहे ताकु न लागे मृत्यु भये। जोग अभ्यासी जोगी जने दीर्घे बंचन्ति जोग ध्याने। मुहूर्त मात्र कृष्ण वाणी जे शुणे जे बा मुखे भणी। से प्राणी आत्मा को धरे किबा कि भाव बहु संवत्सरे। पूर्वे खट्वांग राजा थिला स्वर्गे देवंक हित कला। रिपुनी बारी गुरु पासे मिलिला भक्तिर उश्वासे। देवइले माँ कबर ता शुणी कहे नृपवर। आयुष अछि मोर केते देवे कहिले शास्त्र मते। मुहूर्ते अछि तो जीवन ता शुणी संतोष ता मन। बोइले बरे कार्य नाही क्षीण आयुष मोर देहि। तत्क्षणे आसी मोहितले भजिले अकिंचन मेले। मुहूर्ते नाम उच्चारिला अन्ते से गोविंदे पशिला। एबे शपथ दिन जाए जीवन अछि तोर देहे। एबे हरिଙ୍କୁ आश्रय कर श्रवणे बदने उच्चार। जे अंत काले हरि बाणी मुखे उच्चारी कन्ने शुणी। जेते विषय आत्मा भेदी असंग वस्त्रे ताहा छेदी। बेगे पसंती कृष्ण भावे शुण कहिबा तोरे हेबे। जे प्राणी अंत काले जानी आत्मार गति मने गुणी। गृह उपेक्षी चले बने तप आचरे दुख श्रमे। स्नान को सारी शीत जले बसी निश्चले वृक्ष मूले। अभ्यास करी शुद्ध मने त्रिवृत ब्रह्म सुमरणे। प्राण पवन जोगे रुंधी सकल इंद्रिय निरोधी। बुद्धि सारथी आश्रय करी विषय समूह निवारी। कर्मे चंचल मन चले निरपी कृष्ण पाद तले। एका शरीर चिंती नित्ये बंचिब अनुक्षणे प्रांते। मन को निर्विषय करी सकल चिंता न सुमरी। मन प्रसन्न जेते बेले ज्ञान प्रसरई निश्चले। स्वभावे मन दुष्टपणे आवृत रज तम गुणे। एणु धारणा आश्रय करी मनर मल अपहरी। एमंते जोगर साध जोगर धारण जोगीर भक्तिर लक्षण। राजवाच धारणा जोग चित्ते धरी एमंते तरे ब्रह्मचारी। धारणा हृदय सुनिश्चल धारणा हुंते सुनिश्चल। बेगे हरई मनुमल योगींक धारणा एमंते शास्त्रर अनुभव मते। गुरु वचन केवा जानी जोग धारणा परिमाणी।
ଏଣୁ ଅଭ୍ୟାସ ପ୍ରାଣୀ କରେ ହେମନ୍ତ ମନୁ ମଲହରେ। ଶ୍ରୀ ଶୁକବାଚ ଜିତ ଆସନ ଜିତ ପ୍ରାଣ ଜିତ ବିଷୟ ଇନ୍ଦ୍ରିଗଣ ସ୍ଥୂଳ ଶରୀରେ ବୁଦ୍ଧି ବଳେ ମନକୁ ସ୍ଥାପିବ ନିଶ୍ଚଳେ। ବିଶେଷ ଗୋବିନ୍ଦ ଶରୀର ସ୍ଥୂଳଙ୍କ ମଧ୍ୟରେ ସ୍ଥୂଳତର ଯହିଁ ସଂସାର ପରିମାଣ ଭୂତ ଭବିଷ୍ୟ ବର୍ତ୍ତମାନ ବ୍ରାହ୍ମଣ ବସେ ଯାର ଦେହେ ସପ୍ତାବରଣେ ଯୁକ୍ତ ହୁଏ। ବିରାଟ ପୁରୁଷ ଏ ମଧ୍ୟେ ବସେ ଧାରଣା ଅନୁବାଦେ ବ୍ରହ୍ମାଣ୍ଡ ଚତୁର୍ଦଶ ପୁର ପ୍ରମାଣ ଶରୀର ଯାହାର ଶୁଣ କହିବା ଅଧ ଊର୍ଦ୍ଧ୍ୱେ ବିରାଟ ପ୍ରତି ଅଙ୍ଗ ମଧ୍ୟେ ପାତାଳ ବସେ ପାଦ ତଳ ପାଦ ଅଗ୍ରେ ରସାତଳ ଚରଣ ଗୁଲ୍ଫ ମହିତଳ ଜଙ୍ଘ ଯୁଗଲ ଢଳ ଢଳା ଢଳ ସୁତଳ ବସେ ଜାନୁ ଯୁଗେ ବିତଳା ତଳ ଉରୁ ଭାଗେ ଜଘନ ଦେଶେ ମହିତଳ ନାଭି ବିବର ନବସ୍ଥଳ ଜ୍ୟୋତିଷମୂହ ପରକାଶେ ହୃଦରେ ଶ୍ଲୋକ ହିଁ ବସେ। ଆଶ୍ରିତ ମହଲୋକ ବଦନେ ବସେ ଜନଲୋକ ଲଲାଟେ ତପଲୋକ ବସେ ମସ୍ତକ ଦେଶେ ଶୈତ୍ୟ ବସେ ବାସବ ଆଦି ଦିଗପାଲେ ଯାଅଷ୍ଟ ଭୁଜ ଏ ଶୟଲେ କନେ ଯାହାର ଅଷ୍ଟଦଶା ଅଶ୍ବିନୀ ସୁତେ ଯାର ନାସା ଜ୍ୱଳନ୍ତା ଅଗ୍ନି ଯାବଦନ ନୟନ ଗୋଳକ ଗଗନ ସବିତା ଯାର ଚକ୍ଷୁ ବେନି ଉଦୟ ଅସ୍ତ ପକ୍ଷ ବେନି ଯାର ଭୁଜଙ୍ଗ ବେନି ପାଦ ସଲିଳ ତାକୁ ରସ ସ୍ୱାଦ ତିନି ବେଦ ଯେ ବ୍ରହ୍ମରନ୍ଧ୍ର ବିକଟ ତୁଣ୍ଡ ଯମ ପଦ ଯାହାର ତୁମେ ସ୍ନେହ କଳା ଅର୍ଦ୍ଧ ଊର୍ଧ୍ୱରେ ଦନ୍ତମାଳା ନର ଉନ୍ମାଦ ଯାର ହାସ ଯେ ବିଷ୍ଣୁ ମାୟାରେ ପ୍ରକାଶ ସଂସାର ଯାହାର କଟାକ୍ଷ ଏ ଜୀବ ଲଭେ ତା ପ୍ରତ୍ୟକ୍ଷ ଊର୍ଦ୍ଧ୍ୱ ଓଷ୍ଠରେ ଲଜ୍ଜା ବସେ ଲୋଭ ବସଇ ଅଧୋ ଦେଶେ ଧର୍ମ ବସଇ ସ୍ତନ ଯୁଗେ ଅଧର୍ମ ବସେ ପୃଷ୍ଠଭାଗେ ଅଣ୍ଡେ ବସଇ ପ୍ରଜାପତି ମିତ୍ରା ବରୁଣ କୋଶେ ସ୍ଥିତି ବକ୍ଷରେ ସାଗର ନିଚୟ ଗିରିମାନେ ଯେ ଅସ୍ଥିରୟ ସକଲ ନଦୀ ନାଡି ସାର ବୃକ୍ଷ ଔଷଧ ଲୋମଜାର ଅନନ୍ତ ବୀର୍ଯ୍ୟ ଯଦିବ ଯହିଁ ବସେ ଶ୍ୱାନ ପବନ ଅଣଚାଷେ ଯାହାର ଗତି ଜାଣ କାଳ ଜୀବ ସଂହାର ଯାର ଖେଳ ପ୍ରାଣୀ ସଂହାର କ୍ରୀଡ଼ା ତାର ଶୁଣ ହେ କୁରୁ ବୀରବର ଜିମୁତ ଗଣ ଯାର କେଶ ସନ୍ଧ୍ୟା ଯାହାର ନିଜ ବାସ ପ୍ରକୃତି ହୃଦୟ ଯାହାର ମନ ନିଶାକର ବିଜ୍ଞାନ ଶକ୍ତି ଯା ମହିମା ଅନ୍ତକରଣ ରୁଦ୍ର ସୀମା କରଇ ଅଶ୍ୱତର ନଖ ସମୂହେ କରିବର ଯେ ପଶୁ ମୃଗାଦି ବିଶେଷେ ସର୍ବକଲ୍ପିତ କୋଟି ଦେଶେ ପକ୍ଷିଏ ଯାର ବ୍ୟାକରଣ ବୁଦ୍ଧି ବିଷये ମୁନିଗଣ ଯାର ନିବାସୀ ନର ଦେହେ ଯହିଁ କଲ୍ପିତ ମାୟା ମୋহে ଗନ୍ଧର୍ବ ବିଦ୍ୟାଧର ଆଦି ଚାରଣ ଗଣିକା ପ୍ରସିଦ୍ଧି କିନ୍ନର ଗଣ ଯାର ସ୍ୱର ବୀର୍ଯ୍ୟରେ କଲ୍ପିତ ଈଶ୍ୱର
ବ୍ରାହ୍ମଣ ଯାର ମୁଖୁ ଜାତ କ୍ଷତ୍ରିୟ ଭୁଜରୁ ସମ୍ଭୂତ ଉରରୁ ବୈଶ୍ୟ ଉତ୍ତପତି ପାଦରୁ ଜାତ ଶୂଦ୍ର ଜାତି ନାନା ପ୍ରକାର କାମ ବହି ଅଭିଷ୍ଟ ଦେବେ ଯାର ଦେହି ନିଗମ କର୍ମ କାଣ୍ଡ ଯେତେ ଯାହାର କର୍ମ ଏ ଯୁଗତେ ଏମନ୍ତେ ଈଶ୍ୱରଙ୍କ ଦେହେ ବସେ ଅସତ୍ୟ ସତ୍ୟ ପ୍ରାୟେ ଏମନ୍ତେ ସ୍ଥୂଳ ଶରୀରେ ଧାରଣା ଯୋଗେ ନିର୍ବିକାରେ ମନ ନିରୋଧୀ ଯୋଗ ବଳେ ବିଷ୍ଣୁର ଚରଣ କମଳେ ସର୍ବ ଶରୀରେ ଭଗବାନ ତାତହୁଁ କେବା ଅଛି ଅନ୍ୟ ସେ ସର୍ବବୁଦ୍ଧି ଅନୁଭବ জীব পরম ব্রহ্ম লাভ স্বপ্ন জাগ্রতে যার অন্ত কে জানি পারে তা বৃত্তান্ত সত্য পরমানন্দ নিধি যার ভজনে সর্বসিদ্ধি জন্ম মরণ যার তহু কে অবা গোচর তা কহু এমন্ত কহি সুক মুনি হরসে হরি ভাব ঘেনে সানন্দে পরীক্ষিত মেলে যাহা কহিলে গঙ্গা কূলে দ্বিতীয় স্কন্ধে ভাগবত কহিলে দাস জগন্নাথ ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং বয়াসিক্যাং দ্বিতীয় স্কন্ধে শুক পরীক্ষিত সম্বাদে মহাপুরুষ সংস্থান বর্ণনে নাম প্রথম অধ্যায়।